ମୋ ନାଁ ସଞ୍ଜୟ କୁମାର ପଲାଇ, ଡିଷ୍ଟ୍ରିକ୍ଟ ବାଲେଶ୍ୱର, ନିର୍ବାଚନ ମଣ୍ଡଳୀ ମୋର ସୁର। ଆଚ୍ଛା, ଆଜି ଆପଣ କହୁଥିଲେ ଯେ ଗଣମାଧ୍ୟମରେ କିଛି ଦିନ ପୂର୍ବରୁ ଯେ ଆପଣ ଯେଉଁ ଓଡ଼ିଶା ରାଜ୍ୟସଭା ନିର୍ବାଚନ ହେଉଛି ସେଠି ଆପଣ ପ୍ରାର୍ଥୀପତ୍ର ଦାଖଲ କରିବେ, କିନ୍ତୁ ଆଜି ପ୍ରାର୍ଥୀପତ୍ର ଦାଖଲ କଲେନି କାହିଁକି? ଆଜ୍ଞା, ମିଡ଼ିଆ ଆଗରେ ଆପଣ ଦେଖିଥିବେ ଲକ୍ଷଣୀୟ ଦିଲ୍ ହୁଏ କୋଟି କୋଟି ନେଇ ଘୋଡ଼ା ବେପାର ମୋର ପଇସାରେ ନାହିଁ। ରାଜ୍ୟସଭା ପାଇଁ ମୋର କୋଟି କୋଟି ଟଙ୍କା କଳା ଟଙ୍କା ମୋ ପାଖରେ ନାହିଁ, ମୋ ପଇସାରେ ନାହିଁ। ମାନେ ରାଜ୍ୟସଭା ନିର୍ବାଚନ କ'ଣ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି? କୋଟି କୋଟି ଆଜ୍ଞା ନିଏ, କରୋଡ଼ କରୋଡ଼ ଟଙ୍କା, 10 କରୋଡ଼ 15 କରୋଡ଼ ପାଇଁ ତାଙ୍କ ପାଇଁ ଚାଲିଛି ଘୋଡ଼ା ବେପାର। ଏମଏଲଏ ମାନେ ନେଉଛନ୍ତି, ଏମଏଲଏ ମାନେ ନେଉଛନ୍ତି, ପ୍ରତିନିଧି ମାନେ ଭୋଟ ଦେଲେ ଏମଏଲଏ ମାନଙ୍କୁ, ଏମଏଲଏ ମାନେ ନେଉଛନ୍ତି। ପଇସା ନାହିଁ, ମୋ ପାଖରେ ପଇସା ପତ୍ର ନାହିଁ। ଛୋଟ ବିଜନେସ୍ ଖଣ୍ଡେ କରିଛି ଭୁବନେଶ୍ୱରରେ, ଲୋକଙ୍କ ପାଇଁ ଜନସେବା କରିବି। ମୋ ପାଖରେ ଏତେ ପଇସା ନାହିଁ। ମାନେ ପଇସା ଥିଲେ ଯଦି ଥାନ୍ତା କ'ଣ ଆପଣ ତାହେଲେ ଲଗେଇଥାନ୍ତେ? ନା, ମୋ ପାଖରେ ପଇସା, ସେଇ ପଇସା ମୁଁ ଜନସେବା କରିବା ପାଇଁ ଲଗେଇଥାନ୍ତି। ଏଇ ଘୋଡ଼ା ବେପାର କରିବା ପାଇଁ କୋଟି କୋଟି ଟଙ୍କା ମୁଁ ଦେବାର ନାହିଁ। ତାହେଲେ ଆପଣ ଘୋଡ଼ା ବେପାର ପସନ୍ଦ କରୁନାହାନ୍ତି? ମୋ ଘୋଡ଼ା ବେପାର ମୁଁ ଆଦୌ ପସନ୍ଦ କରିନି। କୋଟି କୋଟି ଟଙ୍କା ମୋ ପାଖରେ ନାହିଁ, ଯେ ମୋର ପଇସାରେ ନାହିଁ। ତାହେଲେ ଆପଣ ଯଦି ସେମିତି ସାଧାରଣ ଭାବେ ଆପଣ ବିଧାୟକ ସମର୍ଥନ ଦେଇଥାନ୍ତେ ତାହେଲେ ଆପଣ ପ୍ରାର୍ଥୀପତ୍ର ଦାଖଲ କରିଥାନ୍ତେ? ମୋତେ ସାଧାରଣ ପ୍ରାର୍ଥୀ କରିଥିଲେ ନିଶ୍ଚୟ ପ୍ରାର୍ଥୀ ହେଇଯାନ୍ତି। ତାହେଲେ ଆପଣ କ'ଣ କାହା ସାଙ୍ଗେ ଯୋଗାଯୋଗ କରିଥିଲେ? ସମସ୍ତ ସାଙ୍ଗେ ଯୋଗାଯୋଗ କରିଥିଲି, କିନ୍ତୁ ଲାଷ୍ଟ ମୁହୂର୍ତ୍ତରେ ମୋତେ ମନା କରିଥିଲେ। ଆଚ୍ଛା, କିଛି ଟଙ୍କା ମାଗିଲେ କି ଆପଣ? କିଛି ମୋତେ ଟଙ୍କା ମାଗୁଥିଲେ, ମୋତେ ପାଖରେ ଏତେ ଟଙ୍କା ପତ୍ର ନାହିଁ, ମାଗୁଥିଲେ ଟଙ୍କା ମୋତେ। ଆପଣ ମନା କରିଦେଲେ? ମୁଁ ମନା କରିଥିଲି, ମୋତେ ନାହିଁ, ମୁଁ ସେ ଜନସେବା କରିବି, ଓଡ଼ିଶା ପାଇଁ ଜନସେବା କରିବି। ଆଉ ରାଜ୍ୟସଭାକୁ ନାମକରଣ କେବେ ଦାଖଲ କରିବି ନାହିଁ। କ'ଣ ସବୁ ଜନସେବା କରିଛନ୍ତି? ମୋ ଗାଁରେ ଗୋଟେ ହନୁମାନ ମନ୍ଦିର କରିଛି। ପ୍ରତିବର୍ଷ ବାରଣୀରେ ଅନ୍ନଛତ୍ର ମୁଁ ଦିଏ। ଘର ରୂପଖଣ୍ଡ ଆମ ଘରେ, ମୁଁ ଅନ୍ନଛତ୍ର ପ୍ରତିବର୍ଷ ବାରଣୀରେ ଦିଏ। ଆଚ୍ଛା, ଭୁବନେଶ୍ୱର ଆପଣ ଗୋଟେ ବ୍ୟବସାୟ ଅଛି, ବ୍ୟବସାୟ ଯେଉଁ ଲାଭ କେତେ ହେଉଛି, ଏତେ ଲାଭ ହେଉଛି, ତାହେଲେ ରାଜ୍ୟସଭା କିଛି ଖର୍ଚ୍ଚ କରିଦେଇଥାନ୍ତି? ନା, ମୁଁ ଜନସେବା କରୁଛି, ଅନ୍ଧମୁଖ ପିଲାମାନଙ୍କୁ ପାଠ ପଢ଼ଉଛି, ତାଙ୍କ ପାଇଁ ଖର୍ଚ୍ଚ ମୁଁ କରୁଛି। ତାହେଲେ ଆପଣଙ୍କୁ ଧୋକା ଦେଲେ ବିଧାୟକ ମାନେ ଯେ ହଁ କହିଥିଲେ? ମୋତେ ସବୁ ବହୁତ ଧୋକା ଦେଲେ ବିଧାୟକ ମାନେ, ସେଇଥିପାଇଁ ଆପଣ ରାଜ୍ୟସଭା ପ୍ରାର୍ଥୀ? ନା, ମୋ ସେଥିପାଇଁ ଆଉ ଇଚ୍ଛା ନାହିଁ। କୋଟି କୋଟି ଟଙ୍କା ମୋ ପାଖରେ ନାହିଁ, କୋଟି କୋଟି ଟଙ୍କା ଘୋଡ଼ା ବେପାର ମୋ କରିବାରେ ନାହିଁ, ମୋତେ ସେ ଜାଗାକୁ ଯିବାର ନାହିଁ।